ଯେଉଁ ପିଲାମାନେ ବି ମ୍ୟାଜିକ୍ କାର୍ଡ଼ ଆପ୍ଲାଏ କରୁଛ, ଆପ୍ଲାଏ କରିବା ପୂର୍ବରୁ ପ୍ରଥମେ ଆପଣମାନଙ୍କୁ ମ୍ୟାଜିକ୍ କାର୍ଡ଼ ଡିଟେଲ୍ସ ବିଷୟରେ ଜାଣିବାକୁ ପଡ଼ିବ ଏବଂ ତାର ସବୁ କ୍ରାଇଟେରିଆ କ'ଣ ରହୁଛି ଜାଣିବାକୁ ପଡ଼ିବ। ଯଦି ବି ଆପଣମାନେ ଜାଣିନାହାନ୍ତି ତାହେଲେ ଟେନସନ୍ ବି ନାହିଁ। ମୁଁ ଅଲରେଡ଼ି ଏହି ବିଷୟରେ ଭିଡ଼ିଓ ଅଲରେଡ଼ି କରିଦେଇଛି। ମୁଁ ଆପଣମାନଙ୍କୁ ଡେସ୍କ୍ରିପସନ୍ରେ ଲିଙ୍କ୍ ଦେଇଦେବି। ସେଠି ଯାଇକି ଆପଣମାନେ ଦେଖିପାରିବେ ସେ କ୍ରାଇଟେରିଆ କ'ଣ ରହୁଛି, ଆର ବେନିଫିଟ୍ କ'ଣ ରହୁଛି, ଆପଣ ଏମିତି ଏଟା କେମିତି ଆପ୍ଲାଏ କରିପାରିବେ। କିନ୍ତୁ ତା ପୂର୍ବରୁ ଯଦି ଆପଣମାନେ ଆପ୍ଲାଏ କରୁଛ, ପ୍ରଥମେ ଆପଣମାନଙ୍କୁ ପ୍ରଥମ ଷ୍ଟେପ୍ କ'ଣ କରିବାକୁ ପଡ଼ିବ, ସାମ୍ସ ବାରକୋଡ଼ ପାଇବାକୁ ପଡ଼ିବ। ସାମ୍ସ ବାରକୋଡ଼ ଆପଣ କେମିତି ପାଇବେ, ତେଣୁ ମୁଁ ଆପଣମାନଙ୍କୁ ଏହି ଭିଡ଼ିଓ ମାଧ୍ୟମରେ ଜଣାଇଦେବି। କିନ୍ତୁ ତା ପୂର୍ବରୁ ଯଦି ଆପଣମାନେ ଆମ ଚ୍ୟାନେଲକୁ ପ୍ରଥମ ଦିନ ଭିଜିଟ୍ କରିଛନ୍ତି ତାହେଲେ ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦେବା ସଙ୍ଗେ ସଙ୍ଗେ ବେଲ୍ ଆଇକନ୍ ନୋଟିଫିକେସନ୍ ପ୍ରେସ୍ କରିଦେବେ। ଯେତେବେଳେ ବି ଏହିଭଳି ରିଲେଟେଡ୍ ଭିଡ଼ିଓ ଅପଲୋଡ଼ କରିବି ଆପଣମାନେ ସର୍ବପ୍ରଥମେ ପାଇବେ। ତେଣୁ ଚାଲନ୍ତୁ ଆଉ ଡେରି ନକରି ଭିଡ଼ିଓଟିକୁ ଷ୍ଟାର୍ଟ କରିବା। କ'ଣ କରିବେ, ନିଜ ମୋବାଇଲ୍ ହେଉ କିମ୍ବା ନିଜ PC ହେଉ, ତେଣୁ ଆପଣମାନେ କ'ଣ କରିବେ, ସର୍ଚ୍ଚ କରିବେ ସାମ୍ସ ସର୍ଚ୍ଚ କରିସାରିଲା ପରେ ଦେଖନ୍ତୁ ଲେଖା ହେଇଛି ସାମ୍ସ ଓଡ଼ିଶା। ଯେଉଁ ୟା ଉପରେ ଆପଣମାନେ କ୍ଲିକ୍ କରିବେ। କ୍ଲିକ୍ କରିସାରିଲା ପରେ ଏଇଭଳି ଇଣ୍ଟରଫେସ୍ ଶୋ କରିବ। ତେଣୁ ଆପଣ କ'ଣ କରିବେ, ଦେଖନ୍ତୁ ଦେଖା ହେଇଛି ହାୟର ଏଜୁକେସନ୍, ଲେଖା ହେଇଛି ଡିଗ୍ରୀ +3। ୟା ଉପରେ ଆପଣମାନେ କ୍ଲିକ୍ କରିବେ। କ୍ଲିକ୍ କରିସାରିଲା ପରେ ଦେଖନ୍ତୁ ଏଇଭଳି ଇଣ୍ଟରଫେସ୍ ଶୋ କରିବ। ଆପଣ ତଳୁ ସ୍କ୍ରୋଲିଂ କରିଦେବେ। ସ୍କ୍ରୋଲିଂ କରିସାରିଲା ପରେ ଦେଖନ୍ତୁ ଏଠି ଦେଇଛି ଡିଷ୍ଟ୍ରିକ୍ଟ କଲେଜ। ତେଣୁ ଆପଣମାନେ ଯେଉଁ ଡିଷ୍ଟ୍ରିକ୍ଟରେ ପଢ଼ୁଛ, ଯେଉଁ କଲେଜରେ ପଢ଼ୁଛ, ଆପଣମାନେ ସେଇ ଡିଷ୍ଟ୍ରିକ୍ଟ ଅନୁସାରେ ସେଇ କଲେଜ ନାମ ଦେବେ। ଯେଉଁ କଲେଜ ଆପଣ ପଢ଼ୁଛ, ଆପଣ ବାରକୋଡ଼ ପାଇବା ପାଇଁ, ଯେଉଁ ମ୍ୟାଜିକ୍ କାର୍ଡ଼ ଆପ୍ଲାଏ କରିବା ପାଇଁ ଆପଣଙ୍କୁ ଗୋଟେ ସ୍ୱତନ୍ତ୍ର ବାରକୋଡ଼ ଦରକାର। ତେଣୁ ବାରକୋଡ଼ ଆପଣ ଯେତେବେଳେ ବି ଆପ୍ଲାଏ କରିଥିବେ, ଯେଉଁ ଅନଲାଇନ୍ରେ ଫର୍ମ ପକାଇଥିବେ, ସେତେବେଳେ ଗୋଟେ ବାରକୋଡ଼ ଶୋ କରୁଥିବ। ଉପରେ ଦେଖି ଏ ଲାଇନ୍ ଥିବ, ବାରକୋଡ଼ ଲେଖା ହେଇଥିବ। ତେଣୁ ସେ ବାରକୋଡ଼ ଦେଲେ ଆପଣମାନେ ଯେଉଁ ନୂଆ ଓଡ଼ିଶା ମ୍ୟାଜିକ୍ କାର୍ଡ଼ ବାହାରିଛି, ତେଣୁ ଆପଣମାନେ ମ୍ୟାଜିକ୍ କାର୍ଡ଼ ଆପ୍ଲାଏ କରିପାରିବେ। ଅଦରୱାଇଜ୍ ଆପ୍ଲାଏ କରିପାରିବେ ୱିଦାଉଟ୍ ବାରକୋଡ଼ରେ ଯେଉଁ ନବୀନ ଓଡ଼ିଶା ମ୍ୟାଜିକ୍ କାର୍ଡ଼ ଆପ୍ଲାଏ ହେବ ନାହିଁ। ପ୍ରଥମେ ଆପଣମାନଙ୍କୁ କଲେଜରେ ଯାଇକି ନିଜର କଲେଜ ଯାଇକି ସେଠି ଯେଉଁ DO ଆପଣ ଦେଖା କରେ, DO ଆପଣ ଦେଖା ସରିଲେ ଆପଣମାନେ ସେଠି ବାରକୋଡ଼ ପାଇବେ। ତେଣୁ ଆପଣମାନେ ଏଠି ଯେଉଁ ସପୋଜ୍ ମୁଁ ଦେଉଛି ବଲାଙ୍ଗୀର ଦେଇସାରିଲା ପରେ ଏଠି କଲେଜ ଯେକୌଣସି କଲେଜ ହେଉ, ତେଣୁ ଦେଇଛି ଇଣ୍ଡିଭିଜୁଆଲ୍ କଲେଜ ପ୍ରୋଫାଇଲ୍। ଏହାପରେ ଆପଣମାନେ କ୍ଲିକ୍ କରିବେ। କ୍ଲିକ୍ କରିସାରିଲା ପରେ ଦେଖନ୍ତୁ ଏଟା ହେଲା ଦେଇଛି, ଏଟା ହେଲା କଲେଜ ବାରକୋଡ଼। ତେଣୁ ଆପଣଙ୍କର ସ୍ୱତନ୍ତ୍ର ବାରକୋଡ଼ ଥାଏ ଯେତେବେଳେ ଆପଣମାନେ ଆପ୍ଲାଏ କରିଥିବେ ଅନଲାଇନ୍ ଥ୍ରୁରେ। ତେଣୁ ସେତେବେଳେ ଆପଣଙ୍କ ବାରକୋଡ଼ ଶୋ କରିଥିବ। ଏଟା ହେଲା କଲେଜ, ଏଟା ସାମ୍ସ ବାରକୋଡ଼, କଲେଜ ବାରକୋଡ଼। ତେଣୁ ଆପଣ ଏଠି ଦେଖନ୍ତୁ ଦେଇଛି, ଏଠି ହେଲା ପ୍ରିନ୍ସିପାଲ୍ ନେମ୍, ଆଡ଼ମିସନ୍ ଯେଉଁ ଦେଇଛି ଦେଖନ୍ତୁ DEO। ଆପଣମାନେ ଏଇଠୁ ହିଁ ବାରକୋଡ଼ ପାଇବେ। ଆପଣମାନେ ନିଜ କଲେଜ ଯାଇକି ସେଠି ଆପଣମାନେ DEOକୁ ଦେଖା କରନ୍ତୁ। କହିବେ ଆମେ ଏଇଭଳି ସାମ୍ସ ଯେଉଁ ମ୍ୟାଜିକ୍ କାର୍ଡ଼ ଆପ୍ଲାଏ କରିବୁ, ଆମକୁ ବାରକୋଡ଼ ଦରକାର। ସେ ଆପଣମାନଙ୍କୁ ନିଜ ବାରକୋଡ଼ ଦେବେ। ତେଣୁ ଏହିଭଳିଆ ଥିଲା ୟାର ପ୍ରୋସେସ୍। ଆପଣମାନେ ଆପ୍ଲାଏ କରିପାରିବେ ମ୍ୟାଜିକ୍ କାର୍ଡ଼। ଏହି ପ୍ରୋସେସ୍ ମାଧ୍ୟମରେ ବାରକୋଡ଼ ପାଇଲେ ଆପଣମାନେ ଯେଉଁ ମ୍ୟାଜିକ୍ କାର୍ଡ଼ ବାହାରିଛି ଆପ୍ଲାଏ କରିପାରିବେ। ତେଣୁ ଏଇ ଯେଉଁ ଭିଡ଼ିଓଟାକୁ ଆପଣ ସାଙ୍ଗମାନଙ୍କୁ ସେୟାର କରିଦେବେ। ଯେ ଜାଣିନାହାନ୍ତି ଆପଣ ସାଙ୍ଗମାନଙ୍କୁ ସେୟାର କରିଦେବେ, ଆଉ ଛୋଟ କମେଣ୍ଟରେ ଦେଇଦେବେ। ଯଦି ଆପଣମାନେ ଭିଡ଼ିଓ ଭଲ ଲାଗିଛି ତାହେଲେ ଚ୍ୟାନେଲ୍ ସବସ୍କ୍ରାଇବ୍ କରିଦେବେ ଏବଂ ନୋଟିଫିକେସନ୍ ପ୍ରେସ୍ କରିଦେବେ। ଯେତେବେଳେ ବି ଏଇ ଭିଡ଼ିଓ ଅପଲୋଡ଼ କରିବେ ଆପଣମାନେ ସର୍ବପ୍ରଥମେ ପାଇପାରିବେ। ଥ୍ୟାଙ୍କ ୟୁ।